ଲଗାଣ ବର୍ଷାରେ ଧୋଇନେଲା ଉପରପାଳ ମାଳିବିଡ଼ ରାସ୍ତା। ଢେଙ୍କାନାଳ ଓଡ଼ପଡ଼ା ବ୍ଲକ 55 ନମ୍ବର ଜାତୀୟ ରାଜପଥ ଉପରପାଳଠାରୁ ମାଳିବିଡ଼ ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ନେଇଛି, ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ସୂଚନା ଅନୁଯାୟୀ ରେଳପଥ ସମ୍ପ୍ରସାରଣ ବେଳେ ରେଳ ବିଭାଗ ତରଫରୁ ଏକ ଠିକା ସଂସ୍ଥା ଦ୍ୱାରା ଜଳ ନିଷ୍କାସନ ପାଇଁ ଉପରପାଳ ଗାଁ ମୁଣ୍ଡରେ ଏକ ପୋଲ ନିର୍ମାଣ ହୋଇଥିଲା। ବଡ଼ ପୋଲ ନିର୍ମାଣ କରିବା ପରିବର୍ତ୍ତେ ଗୋଟିଏ ମାତ୍ର ହୋମ୍ ପାଇପ୍ ପକାଇ ପୋଲଟି ନିର୍ମାଣ କରାଯାଇଥିବାରୁ ଲଗାଣ ବର୍ଷାରେ ପାଣି ନିଷ୍କାସନ ହୋଇପାରିନଥିଲା। ପାଣିର ପ୍ରଖର ସ୍ରୋତରେ ପୋଲ ସଂଲଗ୍ନ ରାସ୍ତାରେ ଚାଲିବାରୁ ତାହା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସେହିପରି ରାସ୍ତା କାର୍ଯ୍ୟ ମଧ୍ୟ ନିମ୍ନମାନର କରାଯାଇଥିଲା ବୋଲି ମେଣ୍ଟାଲ ବିଛାଇ ରୋଲିଂ କରି କାମ କରିବା ପରିବର୍ତ୍ତେ କେବଳ ମୋରମ ଉପରେ ପିଚୁ ପକାଇ ଦିଆଯାଇଥିବା ଦେଖାଯାଇଛି, ଯାହାଫଳରେ ପାଣି ସ୍ରୋତରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଛି। ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ଗ୍ରାମବାସୀ ବୁଲି ବୁଲି ଅନ୍ୟ ଏକ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘ ଦିନରୁ ରାସ୍ତାର ମରାମତି ପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟିକା, ସାଂସଦ, ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଗ୍ରାମକୁ ଉତ୍ତମ ରାସ୍ତା ଭଲ ଭାବେ ହୋଇପାରି ନାହିଁ, ଫଳରେ ଉକ୍ତ ଗ୍ରାମବାସୀ କହିବା ଅନୁସାରେ ଏହି ରାସ୍ତା ଅଧା ଭାଗ ରେଲୱେ ଏବଂ ଅଧା ଭାଗ ସରକାରଙ୍କ ଅଧୀନରେ ରହିଛି। 55 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାରେ 8 ଖଣ୍ଡ ଗ୍ରାମର ଗ୍ରାମବାସୀମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଉପରେ ରେଲୱେ ବ୍ରିଜ୍ ଥିବାବେଳେ ତଳେ ସାଧାରଣ ଲୋକମାନେ ଏହି ରାସ୍ତାକୁ ବ୍ୟବହାର କରୁଥିଲେ। ମାତ୍ର ବର୍ତ୍ତମାନ ଲଘୁଚାପ ଫଳରେ ଏହି ରାସ୍ତାଟି ଏବେ ଖାଲ ଖମା, ମାଟି, କାଦୁଅ, ମରଡ଼ଜନ୍ତା ପାଲଟିଛି। ରେଲୱେ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସଠିକ୍ ଭାବରେ ରାସ୍ତା ନିର୍ମାଣ କରିବାକୁ ମାଳିବିଡ଼ ଗ୍ରାମବାସୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ସରକାର ଏହି ରାସ୍ତାଟି ଶୀଘ୍ର ମରାମତି ନ କରିବେ ତାହେଲେ ଆଗାମୀ ଦିନରେ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରଭାସୀ ନାୟକ, ସମିତି ସଭ୍ୟା ରଶ୍ମିତା ମହାପାତ୍ର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଢେଙ୍କାନାଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ଆୱାଜ ଓଡ଼ିଶା। ଗାଁ ଲୋକ ଭାବି ରେଲୱେ ବାଲା କରୁନାହାନ୍ତି କି ସରକାର କରୁନାହାନ୍ତି। ଏଣୁ ଯଦି ଆଉ କିଛି ଦିନ ପରେ ଯଦି କିଛି ୟାର ମାନେ ବର୍ତ୍ତମାନ ସୁଦ୍ଧା ବି ଆମେ ରେଲୱେରେ ଯାଇପାରୁନୁ, ଶୀଘ୍ର ତାର ପଦକ୍ଷେପ ନ ନିଅନ୍ତି ତାହେଲେ ଆମେ ବାଧ୍ୟ ହୋଇ ରାସ୍ତାରୋକ କରିବୁ। ଏହା ଆମର ସୁନିଶ୍ଚିତ। ମୁଁ ଜିତେନ୍ଦ୍ର ଦାସ, ବିଡ଼ ଗ୍ରାମ ପଞ୍ଚାୟତର ଯୁବକ ସମାଜସେବୀ ଏବଂ ମାଳିବିଡ଼ ଗ୍ରାମର ଜଣେ ବାସିନ୍ଦା। ଆମେ ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା, ଆମେ ସରକାରକୁ ଆବେଦନ କରିଥିଲୁ ଏବଂ ଭିଡ଼ିଓ ମାଧ୍ୟମରେ ଜଣାଇଥିଲୁ, ଖବରକାଗଜ ମାଧ୍ୟମରେ ସରକାରକୁ ଆମେ ଜଣାଇଥିଲୁ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ନେଇ ବି ଆମେ ସରକାରକୁ ଆବେଦନ କରିଥିଲୁ। ଯାହାକି ଏଇ ଯେଉଁ ବର୍ଷା ହେଲା, ବର୍ଷାରେ ଦୁଇଟା ଯାକ ବ୍ରିଜ୍ର ମୁହଁ ରାସ୍ତା ପୁରା ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି ଲଗାଣ ବର୍ଷାରେ ଏବଂ ଏତେ ଏଇ ଯେଉଁ ବର୍ଷାର ପରିମାଣ ବଢ଼ିଗଲା ଯେ ମାନେ ସେଇଟା ଗତ ସୃଷ୍ଟି ହୋଇ ବନ୍ଧ ଭଳିଆ ହୋଇଯାଇଛି ସେ ଜାଗା। ଯେହେତୁ ଆମେ ମାଳିବିଡ଼ ଗ୍ରାମବାସୀ ଏବଂ ଅଡ଼ୋଶୀ ପଡ଼ୋଶୀ ଗ୍ରାମବାସୀ ରାସ୍ତାରେ ଯିବା ଆସିବା ପ୍ରତ୍ୟେକ ଦିନ କରୁଛୁ, ଆଜି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ସେ ରାସ୍ତାରେ ଯିବା ଆସିବା ପାଇଁ। ଚାଲି ଚାଲି ଯିବା ପାଇଁ ବି ମଧ୍ୟ ସୁବିଧା ନାହିଁ, ଆଉ ଗାଡ଼ି ମଟର ସାଇକେଲ କଥା ତ ସେ ତ ବହୁତ ଦୂରର କଥା। ଯଦି ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତି ତାହେଲେ ଆମେ ଆଗାମୀ ଦିନରେ ରାସ୍ତା ସୁଚାରୁ ରୂପେ କାର୍ଯ୍ୟକାରୀ ହେଲେ ଆମେ ଚଳିପାରିବୁ। ଯଦି ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି, ଅଣଦେଖା କରନ୍ତି, ତାହେଲେ ଆମେ ମାଳିବିଡ଼ ଗ୍ରାମବାସୀ ଏବଂ ଅଡ଼ୋଶୀ ପଡ଼ୋଶୀ ଯେଉଁ ଗ୍ରାମର ଲୋକ ଯାତାୟାତ କରୁଛନ୍ତି ଆମେ ମୁଁ ରବିନାରାୟଣ ବେହେରା, ମାଳିବିଡ଼ ଗ୍ରାମ, ବିଡ଼ ପଞ୍ଚାୟତ, ଓଡ଼ାପଡ଼ା ବ୍ଲକ, ଜିଲ୍ଲା ଢେଙ୍କାନାଳ କହୁଅଛି। ଆମ ମାଳିବିଡ଼ ଗ୍ରାମକୁ NH ସହିତ ଗୋଟେ ରାସ୍ତା ସଂଯୋଗ ଅଛି। ଏ ରାସ୍ତାରେ ସରକାରଙ୍କର ଅଧା ଅଛି ସଂଯୋଗ ଆଉ ରେଲୱେର ଅଧା ସଂଯୋଗ। ଦୀର୍ଘ ଆଜି ସ୍ୱାଧୀନ ହେବାର ଭାରତ ଦୀର୍ଘ 78 ବର୍ଷ ମଧ୍ୟ ଆମ ମାଳିବିଡ଼ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ। ତେଣୁ ଏ ରାସ୍ତା ଉପରେ ଆମ ପଞ୍ଚାୟତର 5 ଖଣ୍ଡ ଗ୍ରାମର ଲୋକ ନିର୍ଭର କରି ଚଳି ଆସୁଛୁ। ତେଣୁ ୟାର ସୁବିଚାର କଲେ ସରକାର ଆମ ଗ୍ରାମବାସୀ ଖୁସି ହେବୁ। ସରକାର କିଛି ପଦକ୍ଷେପ ନିଅନ୍ତି, ଆଗାମୀ ଦିନରେ ଆମେ ଘୋର ଆନ୍ଦୋଳନ କରିବା ବାଧ୍ୟ ହେବୁ। ଯୁଧିଷ୍ଠିର ସାହୁ, ଘର ମାଳିବିଡ଼, ପୋଷ୍ଟ ଅଫିସ୍ ବିଡ଼, ଗ୍ରାମ ପଞ୍ଚାୟତ ବିଡ଼, ବ୍ଲକ ଓଡ଼ାପଡ଼ା। ଆମେ ଗ୍ରାମବାସୀ ଦାବି କରୁଛୁ ଯେ ଭାରତ 78 ବର୍ଷ ହେଲା ସ୍ୱାଧୀନ ହେଲାନି, କିନ୍ତୁ ଗାଁକୁ ଏପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ଖଣ୍ଡେ ନାହିଁ। ଏଥିରେ ରେଲୱେର ଅଧା ଏବଂ ବ୍ଲକ ସରକାରଙ୍କର ଅଧା। ଆମେ ବର୍ତ୍ତମାନ ସୁଦ୍ଧା ଖଣ୍ଡେ ସାଇକେଲ ଖାନ୍ଦେରେ ପକାଇ ମାନେ ରେଲୱେ କ୍ରସ୍ କରୁଛୁ। ଏବେ ନିକଟରେ ରେଲୱେ ଯେଉଁ କାମ କଲା ସେ ଖାଲି ମାନେ ମାଟିରେ ମାନେ ସମାନ କରିଦେଲା। ଯେଉଁ ପୋଲ କରିଥିଲା ପୋଲଟା ବି ଭାଙ୍ଗିଲା। ଆମେ 7-8 ଖଣ୍ଡ ଗାଁ ବର୍ତ୍ତମାନ ହଇରାଣ ହେଉଛୁ। ଆମେ ସବୁଦିନ ଏଇଭଳି ଦୁଃଖରେ ରହୁଥିବୁ। ୟା ପୂର୍ବରୁ ବି ବହୁତ ଦାବି ଆପତ୍ତି କରୁଥିଲୁ, ରେଲୱେ ସମୟରେ ବି ବହୁତ ଦାବି ଆପତ୍ତି କରୁଥିଲୁ, କିନ୍ତୁ ଆମେ